ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ନିକଟରେ ଥିବା ହୋଟେଲଗୁଡ଼ିକରେ ରାତି ଅଧୁଆ ଚଢ଼ଉ କରିଛି ପୋଲିସ। ଆଗକୁ ଆସୁଛି ପାର୍ବଣ ଋତୁ। ପାର୍ବଣ ଋତୁରେ ବେଶ୍ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଓଡ଼ିଶା। ସାରା ରାଜ୍ୟରେ ମହିଷାମର୍ଦିନୀ ମା ଦୁର୍ଗାଙ୍କ ପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହିତ ସମାପନ ପାଇଁ ପୋଲିସ ପ୍ରଶାସନ ତତ୍ପର। ସେହି କ୍ରମରେ ବାଲେଶ୍ୱର ଜିଲ୍ଲା ଏସ୍ପିଙ୍କ ନିର୍ଦ୍ଦେଶରେ ନୀଳଗିରି ଏସ୍ଡିପିଓଙ୍କ ନେତୃତ୍ୱରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ଓ ଈଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ କୁମାର ଭୋଇ ସଦଳ ଭାବରେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ନିକଟରେ ବିଭିନ୍ନ ହୋଟେଲ ଉପରେ ଚଢ଼ାଉ କରିଥିବା ଜଣାଯାଇଛି। ଆଗକୁ ଦଶହରା ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଦେଖିବାକୁ ମିଳିବ। ତେଣୁ ଅସାମାଜିକ ତତ୍ତ୍ୱ ତଥା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସାବାଡ଼ କରିବା ଲକ୍ଷ୍ୟ ନେଇ 24 ତାରିଖ ବିଳମ୍ବିତ ରାତ୍ରିରେ ଉକ୍ତ ଚଢ଼ାଉ କରାଯାଇଥିବା ଏସ୍ଡିପିଓ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।